କନ୍ୟାକୁମାରୀ ଅବିବାହିତା କାହିଁକି? ଭାରତର ସର୍ବଶ୍ରେଷ୍ଠ ପୁଣ୍ୟକ୍ଷେତ୍ର ମଧ୍ୟରେ କନ୍ୟାକୁମାରୀ କ୍ଷେତ୍ର ହେଉଛି ଅନ୍ୟତମ। କେରଳର ଦକ୍ଷିଣାଞ୍ଚଳରେ ତାମିଲଭାଷୀ ଅଞ୍ଚଳଟିଏ ଯୋଡ଼ି ହୋଇଯାଇଛି। ତାହାରି ମଧ୍ୟରେ ସମୁଦ୍ରକୁ ଲାଗି ଏକ କ୍ଷୁଦ୍ର ଅଖ୍ୟାତ ସହରଟିଏ କନ୍ୟାକୁମାରୀ। ଏହି ସହରର ତିନି ପାଖରେ ତିନି ସିନ୍ଧୁ। ଏଇଠାରେ ବର୍ଷର ସବୁଦିନ ସୂର୍ଯ୍ୟୋଦୟ ଦେଖିହୁଏ। ମାତ୍ର ଅକ୍ଟୋବର 15ରୁ ମାର୍ଚ୍ଚ 15 ପର୍ଯ୍ୟନ୍ତ ଦକ୍ଷିଣାୟନ ସୂର୍ଯ୍ୟାସ୍ତ ହୋଇଥାଏ। ମନ୍ଦିର ନିକଟରେ ସମୁଦ୍ର ତଟରେ ସାବିତ୍ରୀ, ଗାୟତ୍ରୀ, କନ୍ୟା, ସ୍ଥାଣୁ, ମାତୃପିତୃ ଆଦି ତୀର୍ଥଘାଟ ଅବସ୍ଥିତ। ତିନୋଟି ସମୁଦ୍ରର ସଙ୍ଗମସ୍ଥଳ ହୋଇଥିବାରୁ ଏହାକୁ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ। 16ଟି ଖମ୍ବ ଥିବା ମଣ୍ଡପ ନିର୍ମିତ ଏହିଠାରେ। ଅମାବାସ୍ୟାରେ ଏହିଠାରେ ଲୋକମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ତର୍ପଣ କାର୍ଯ୍ୟ କରନ୍ତି। ଏହାର ଉତ୍ତର ଭାଗରେ ଶଙ୍କରାଚାର୍ଯ୍ୟଙ୍କ ମନ୍ଦିର ଅବସ୍ଥିତ। ସମୁଦ୍ର ତଟଭାଗରୁ 200 ମିଟର ଦୂରରେ ବିବେକାନନ୍ଦ ଓ ଥିରୁବଲ୍ଲଭ ସ୍ମାରକ ରହିଅଛି। ଏହିଠାରେ ଚଟାଣ ଉପରେ ଏକ ପାଦଚିହ୍ନ ରହିଅଛି, ଯାହାକି ଦେବୀଙ୍କର ପାଦଚିହ୍ନ ରୂପେ ବିଶ୍ୱାସ କରାଯାଏ। ଦେବୀଙ୍କ କୃପାରୁ କାଳୀଙ୍କ ପରମ ଭକ୍ତ ସ୍ୱାମୀ ବିବେକାନନ୍ଦ ଏହି ଚଟାଣ ଉପରେ ବସି ତପସ୍ୟା କରିବାରେ ଅଦ୍ଭୁତ ଶକ୍ତିପ୍ରାପ୍ତ ହୋଇଥିଲେ। ନିକଟରେ ଥିବା ଧ୍ୟାନ ମଣ୍ଡପରେ ଭକ୍ତମାନେ ବସି ଧ୍ୟାନ କରନ୍ତି। ଏହିଠାରେ ପରାଶକ୍ତି ଦେବୀ ଭଗବତୀ କନ୍ୟାକୁମାରୀ ନାମରେ ନାମିତ। ଭଗବାନ ପରଶୁରାମ ଦେବୀଙ୍କର ମୂର୍ତ୍ତି ପ୍ରତିଷ୍ଠା କରିଥିବାର କିମ୍ବଦନ୍ତୀ ରହିଛି। ମାତ୍ର ଶିଳାଲେଖରୁ ଜଣାପଡ଼େ ଯେ ପାଣ୍ଡ୍ୟ ରାଜାଙ୍କ ଦ୍ୱାରା ନିର୍ମିତ ହୋଇ କୁଳଦେବୀ ରୂପରେ ସେ ପୂଜା ପାଉଥିଲେ। ଦେବୀଙ୍କ ଦର୍ଶନରେ ଭକ୍ତର ଅଜ୍ଞାନ ଦୂର ହୋଇ ଶାନ୍ତିପ୍ରାପ୍ତ ହୁଏ। ଦେବୀଙ୍କର ଆବିର୍ଭାବ ସମ୍ବନ୍ଧରେ ଏକ ପୌରାଣିକ ସତ୍ୟତା ରହିଛି। ସତ୍ୟ ଯୁଗରେ ବାଣାସୁର ନାମକ ରାକ୍ଷସର ତପସ୍ୟାରେ ଭଗବାନ ବ୍ରହ୍ମା ସନ୍ତୁଷ୍ଟ ହୋଇ ବର ଯାଚିଲେ। ରାକ୍ଷସ ବାଣାସୁର ଅମର ବର ମାଗିବାରୁ ବ୍ରହ୍ମା ଦ୍ୱନ୍ଦ୍ୱରେ ପଡ଼ିଲେ। ଏହା ସମ୍ଭବ ନୁହେଁ ବୋଲି କହି ଇଚ୍ଛା ମୃତ୍ୟୁର ବର ଯାଚିଲେ। ଏକ କୁମାରୀ କନ୍ୟା ଦ୍ୱାରା ମୃତ୍ୟୁବରଣ କରିବାକୁ ରାକ୍ଷସ କହିଲା। ବ୍ରହ୍ମା ଆଶୀର୍ବାଦ ଦେଇ ତଥାସ୍ତୁ କହିଲେ। ବର ପ୍ରାପ୍ତି ପରେ ବାଣାସୁରର ଅହଂଭାବ ଆସିଗଲା। ସେ ନିଶ୍ଚିନ୍ତ ହୋଇଗଲା ଯେ କୌଣସି କୁମାରୀ କନ୍ୟା ତାକୁ ମାରିବା ସମ୍ଭବ ନୁହେଁ। ତେଣୁ ଦେବଗଣ ଓ ଋଷିଗଣ ପ୍ରତି ତାର ଅତ୍ୟାଚାର ବୃଦ୍ଧି ପାଇଲା। ସମସ୍ତେ ଭୂମିଦେବୀଙ୍କୁ ପ୍ରାର୍ଥନା କଲେ। ଭୂମିଦେବୀ ବିଷ୍ଣୁଙ୍କୁ ସାହାଯ୍ୟ ମାଗିଲେ। ତାପରେ ଦେବତାମାନେ ପରାଶକ୍ତି ଦେବୀଙ୍କୁ ପ୍ରାର୍ଥନା କରି ଯଜ୍ଞ ଆରମ୍ଭ କଲେ। ଦେବୀ ମଧ୍ୟ ପ୍ରସନ୍ନ ହେଲେ। ବାଣାସୁରକୁ ମାରି ଜଗତରେ ଧର୍ମର ପ୍ରତିଷ୍ଠା କରିବାର ପ୍ରତିଜ୍ଞା କଲେ। ପରାଶକ୍ତି ଏକ କୁମାରୀ କନ୍ୟାର ଅବତାର ଗ୍ରହଣ କରି କନ୍ୟାକୁମାରୀଠାରେ ଯାଇ କଠୋର ତପସ୍ୟା କଲେ। ଶିବଙ୍କୁ ବିବାହ କରିବା ପାଇଁ ପାର୍ବତୀଙ୍କ ଭଳି ତପସ୍ୟାରେ ନିମଗ୍ନା ରହିଲେ। ପରାଶକ୍ତି ବିଷ୍ଣୁଙ୍କର ମାନସ କନ୍ୟା ଥିଲେ। ତେଣୁ ଶିବଙ୍କୁ ଏହି ବିଷୟରେ ବିଷ୍ଣୁ ମଧ୍ୟ ଜଣାଇଲେ। ଶିବ ସମ୍ମତି ପ୍ରଦାନ କଲେ ଓ କୁମାରିକା ଯାତ୍ରା କଲେ। ବିବାହର ସମସ୍ତ ଆୟୋଜନ ନାରଦ କଲେ। ଦେବତାମାନେ ଚିନ୍ତିତ ହୋଇପଡ଼ିଲେ ଯେ ଯଦି କୁମାରୀ କନ୍ୟା ବିବାହ କରିନେବେ ତାହେଲେ ବାଣାସୁର ବଧ ହୋଇପାରିବ ନାହିଁ। ଦେବତାମାନେ ଶିବଙ୍କୁ ଏହି ବିବାହରୁ ନିବୃତ୍ତ କରିବା ପାଇଁ ନାରଦଙ୍କୁ ପରାମର୍ଶ ଦେଲେ। ନାରଦ ଶିବଙ୍କ ନିକଟକୁ ଯାଇ ବ୍ରହ୍ମଜ୍ଞାନ ଚର୍ଚ୍ଚା କଲେ। ଶିବ ବିମୁଗ୍ଧ ହୋଇ ବିବାହ କଥା ଭୁଲିଗଲେ। ଅଧା ବାଟରେ ନାରଦ ଏକ କୁକୁଡ଼ାର ସ୍ୱର କଲେ। ସକାଳ ହୋଇଗଲା ବୋଲି ଶିବ ଜାଣିଲେ। ବ୍ରାହ୍ମ ମୁହୂର୍ତ୍ତରେ ବିବାହ କରିବାର ଲଗ୍ନବେଳ ଗଡ଼ିଗଲା। ଶିବ ଫେରିଗଲେ ସୁଚିନ୍ଦ୍ରମକୁ। ବିଷଣ୍ଣ ହୋଇ ସେଇଠାରେ ସପରିବାରେ ରହିଲେ। କୁମାରୀ ଦେବୀ ଜାଣିନଥିଲେ ଯେ ଏହା ସବୁ ଦେବତାଙ୍କର ମାୟା ଥିଲା। ସେ କେବଳ ସେହି ରାତିରେ ବିବାହ ଲଗ୍ନ ଥିବାର ଜାଣିଥିଲେ। ଶିବ ନ ଆସିବାରୁ ସେ ଅନନ୍ତ ପ୍ରତୀକ୍ଷାରେ ବ୍ରତୀ ହେଲେ। ଆଜୀବନ କୁମାରୀ ରହିବାର ପ୍ରତିଜ୍ଞା କଲେ। ତାପରେ ବାଣାସୁର କୁମାରୀ ଦେବୀଙ୍କର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ବିବାହ କରିବାର ଜିଦ୍ ଧରିଲା। ଦେବୀ ଓ ବାଣାସୁର ମଧ୍ୟରେ ଘୋର ଯୁଦ୍ଧ ହେଲା। ଚକ୍ର ପ୍ରହାର କରି ଦେବୀ ତାକୁ ବଧ କଲେ।
ଦେବତା ଓ ଋଷିଗଣ ପ୍ରସନ୍ନ ହୋଇ ଦେବୀଙ୍କର ସ୍ତୁତି କଲେ। ଧର୍ମର ପ୍ରତିଷ୍ଠା ହେଲା। କନ୍ୟାକୁମାରୀ ଦେବୀ ପ୍ରତି ରାତିରେ ବିବାହ ବେଶ ହୋଇ ପୂଜା ପାଆନ୍ତି। ମନ୍ଦିରରେ ବାଜି ଉଠେ କର୍ଣ୍ଣାଟ ମହୁରୀ। କୁମାରୀ ବକ୍ଷରୁ ଖସିପଡ଼େ ଶୀର୍ଣ୍ଣ ସୁମନ ମାଳା। ସଙ୍ଗେ ସଙ୍ଗେ କୁମାରୀ ଦେବୀଙ୍କର ବେଶ ପରିବର୍ତ୍ତନ ଘଟେ। ବିବାହ ନ କରି ଆଜୀବନ କୁମାରୀ ରହିବାରୁ ତାଙ୍କର ନାମ କନ୍ୟାକୁମାରୀ ହୋଇଅଛି। ସେହି ଦିନଠାରୁ ଦେବୀଙ୍କର ନାମାନୁସାରେ ସହରର ନାମ କନ୍ୟାକୁମାରୀ ହୋଇଅଛି। ସେହି ପାଷାଣମୟୀ ଦେବୀ ବିଶ୍ୱର ସମସ୍ତ କୁମାରୀ କନ୍ୟାମାନଙ୍କର ଆଶା, ବିଶ୍ୱାସ ଓ ସରଳତାର ବିଗ୍ରହ ରୂପେ ପୂଜା ପାଉଛନ୍ତି। କନ୍ୟାକୁମାରୀ ଦେବୀଙ୍କର ମନ୍ଦିର ପ୍ରବେଶଦ୍ୱାର ଭିତରେ କାଳ ଭୈରବଙ୍କ ମୂର୍ତ୍ତି ପ୍ରତିଷ୍ଠିତ। ସମୁଦ୍ର ନିକଟରୁ ପ୍ରଚଣ୍ଡ ପବନ ବହୁଥିବାରୁ ପୂର୍ବ ଦିଗର ଦ୍ୱାର ସବୁବେଳେ ବନ୍ଦ ରହିଥାଏ। କେବଳ ପୂଜା ପର୍ବରେ ଅଳ୍ପ ସମୟ ପାଇଁ ଖୋଲାଯାଏ। କନ୍ୟାକୁମାରୀ ଦେବୀଙ୍କର ଦକ୍ଷିଣ ପାର୍ଶ୍ୱରେ ଗଣେଶ, ସୂର୍ଯ୍ୟଦେବ ଓ ନାଗରାଜଙ୍କର କ୍ଷୁଦ୍ର ମନ୍ଦିରମାନ ଅବସ୍ଥିତ। ସକାଳ 4:30 ଦିନ 11:45 ପର୍ଯ୍ୟନ୍ତ ଏବଂ ଅପରାହ୍ନ 4ଟାରୁ ରାତି 8ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ରହେ। ଏଠାରେ ବର୍ଷକରେ 2ଟି ଉତ୍ସବ, ନବରାତ୍ରି ଓ ରଥଯାତ୍ରା ବହୁ ଆଡମ୍ବରରେ ପାଳିତ ହୁଏ। କନ୍ୟାକୁମାରୀଠାରୁ 6 କିଲୋମିଟର ଦୂରରେ ଥିବା ସୁଚିନ୍ଦ୍ରମଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ମନ୍ଦିର ଅବସ୍ଥିତ। ଏହି ମନ୍ଦିର ଭିତରେ ଏକ ବୃକ୍ଷ ମୂଳରେ ଭଗବାନ ଶିବଙ୍କର ସ୍ୱୟମ୍ଭୁ ରୂପ ପ୍ରକଟିତ ହୋଇଅଛି। ଏଠାରେ ରାମ ସୀତାଙ୍କର ବିଗ୍ରହ ସମ୍ମୁଖରେ 18 ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନଙ୍କର ମୂର୍ତ୍ତି ପ୍ରତିଷ୍ଠିତ। କନ୍ୟାକୁମାରୀଠାରୁ 20 କିଲୋମିଟର ଦୂରରେ ଥିବା ନାଗରାଜଙ୍କ ମନ୍ଦିରରେ ଦିନକୁ 2 ଥର ପୂଜା କରାଯାଏ। ଏଠାରେ ପ୍ରସାଦରେ ମୁଖ୍ୟତଃ ମାଟିର ଭୋଗ ଦିଆଯାଏ। ପ୍ରତ୍ୟେକ ରବିବାର ଦିନ ଭକ୍ତଙ୍କର ଭିଡ଼ ଜମେ ଦର୍ଶନ କରିବା ପାଇଁ। ଏହିଠାରୁ କିଛି ଦୂରରେ 14 ମହଲା ବିଶିଷ୍ଟ ଏକ ପ୍ରାସାଦ ପଦ୍ମନାଭପୁରମ୍ ରହିଅଛି। ଏହାର ଚତୁଃପାର୍ଶ୍ୱରେ ବୃକ୍ଷର ସବୁଜିମାରେ ମଣ୍ଡିତ ହୋଇଅଛି। ଏହି ପବିତ୍ର ତୀର୍ଥକ୍ଷେତ୍ର କନ୍ୟାକୁମାରୀର ସନ୍ଦର୍ଶନରେ ପ୍ରତ୍ୟେକ ବ୍ୟକ୍ତିର ମନରେ ପବିତ୍ରତା ଭରିଯାଏ। କ୍ଷଣିକରେ ଐତିହାସିକ, ପୌରାଣିକ ଓ ଭୌଗୋଳିକ ଦୃଷ୍ଟିକୋଣରୁ ଏହି କ୍ଷେତ୍ରର ବୈଶିଷ୍ଟ୍ୟତା ଥିଲେ ହେଁ ମୁଖ୍ୟତଃ ଧାର୍ମିକ ଦୃଷ୍ଟିରୁ ଏହା ଏକ ପବିତ୍ର ତୀର୍ଥ ଅଟେ।